ଆଜ୍ଞା ୟୁଟ୍ୟୁବ୍ର ମୋର ସବୁ ସାଙ୍ଗମାନଙ୍କୁ ଫ୍ରେଣ୍ଡମାନଙ୍କୁ ବହୁତ ମୋର କୋଟି କୋଟି ନମସ୍କାର। ଗୋଟେ କଥା ମୁଁ ଆଜି ଗୋଟେ ଭିଡ଼ିଓ ବନାଉଛି ଆପଣମାନଙ୍କ ସମସ୍ତଙ୍କୁ ମାନେ ଜରିଆର ମାନେ କିଛି ଲାଇଭ୍ ସବସ୍କ୍ରାଇବର୍ ଯଦି ହେଇଯାଏ ତାହେଲେ ଆଉ କିଛି କିଛି ଭିଡ଼ିଓ ମାନେ ବହୁତ ଗୁଡ଼ା ସବୁ ପାଖକୁ ଯାଇଯିବ। ତ ଗୋଟେ କଥା ହେଉଛି ଆପଣଙ୍କର ଶୁଣନ୍ତୁ, କୋଭିଡ଼ ପାଖରୁ ମଣିଷର ସବୁ ଚାଲିଚଳନ ସିଷ୍ଟମେଟିକ୍ ସବୁ ଅଲଗା ହେଲା। କୋଭିଡ଼ରେ ଆମର ଯେଉଁ ଷ୍ଟାର୍ ଯଦି ଆମେ ଯଦି କହିବା ବଲିଉଡ଼ ହଲିଉଡ଼ ଯେଉଁ ବି ମାନେ ଯେତେ ଗୁଡ଼ା ଯେଉଁ ଅଛନ୍ତି ଏସବୁ ଲାଙ୍ଗୁଏଜ୍ରେ ବହୁତ ସାରା ମାନେ ଆମ ପ୍ରିୟ କଳାକାରକୁ ବି ଆମେ ହରାଇ ବସିଛୁ। ବହୁତ ମାନେ କ'ଣ କହିବି ଦୁଃଖ ଇଏ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିଟା ବି ଦେଖନ୍ତୁ ମିହିର ଦାସ ସାର୍ ପଳେଇଲେ, ବିଜୟ ମହାନ୍ତି ସାର୍ ପଳେଇଲେ, ଅନ୍ୟାନ୍ୟ ବହୁତ ମାନେ ସବୁ ପଳେଇଗଲେଣି। ଲାଇଫ୍ରେ କିଛି ନାହିଁ। ଯେମିତି ଗୋଟେ ମଞ୍ଜି ପୋତିଲେ ଗଛରୁ କିଛି ଦିନ ଯେଉଁ ମାନେ କିଛି ବର୍ଷ ରୁହେ, କିଛି ମାସ ରୁହେ, ତାପରେ ସେ ଟିକେ ବଡ଼ ହେଲା ପରେ ସେ ପୁଣି ଗୋଟେ ଫଳ ଦିଏ। ଫଳ ହେଲା ପରେ ସେ ଧୀରେ ଧୀରେ ମାନେ ବୁଢ଼ା ହୁଏ। ବୁଢ଼ା ହେଲା ପରେ ଅନ୍ତିମ ହୁଏ। ଏଇଟା ହେଉଛି ଆମ ଲାଇଫ୍ରେ ଚାଲିଛି ଏଗୁଡ଼ା। ଏମିତି ମଣିଷର ଜୀବନ କୁହନ୍ତୁ, ପଶୁପକ୍ଷୀ ଜୀବନ କୁହନ୍ତୁ, କି ସେ ଗଛପତ୍ର ଜୀବନ କୁହନ୍ତୁ, ସମସ୍ତଙ୍କର ଜନ୍ମ ମରଣ ଏବଂ କଢ଼ ଫୁଲ, ମଞ୍ଜି ଗଛ, ଫଳ, ଯୁବକ ବୁଢ଼ା ପୁଣି ସିଏ ବି ମିଶି ଯାଉଛନ୍ତି। ତ ଏଇଠୁ ଆମେ ଗୋଟେ କଥା ଶିଖିବା, ଆମେ ଏମିତି କାମ କରିବା ଯାହାକି କାହା ପାଇଁ ଆମ ତରଫରୁ କିଛି ଭୁଲ ନ ହଉ। ଏମିତି କାମ କରିବା ଯାହାକି ଆମଠୁ ଜଣେ କି କିଛି ଉପକାର ପାଇ ଖୁସି ହଉ। ଉପକାର କରିବା ପାଇଁ ସବୁଦିନ ଚେଷ୍ଟା କରିବା। କାହିଁକିନା ଯଦି ଆପଣ ଆପଣଙ୍କର ନିଜ କଥା ବୁଝିପାରି ଆପଣଙ୍କର ପରିବାର କଥା ବୁଝିଲା ପରେ ଯଦି 10 ଟଙ୍କା ବଞ୍ଚେଇ ପାରୁଛନ୍ତି, ସେଇ ଟଙ୍କା ଗୋଟେ କେଉଁ ଭିକାରୀ କେଉଁ ଦାରିଦ୍ର୍ୟକୁ ଯଦି ଆପଣ ଯଦି ଗୋଟେ ଟଙ୍କା ହେଲ୍ପ କରିବେ କିଛି ଅସୁବିଧା ହେବନି। କିନ୍ତୁ ଭଗବାନ ଆପଣଙ୍କ ପାଇଁ 2 ଟଙ୍କା କେଉଁ ବାଟେ ଦେଇଦେବେ ଆପଣ ଜାଣିପାରିବେନି। ଦେଇଥିଲେ ପାଇ ବାପା ମା' କହିଥିଲେ ଯେ କାହା ପାଖରୁ ଯଦି 2 ଟଙ୍କା ଖାଇବ ତାହେଲେ ଟଙ୍କାଟେ କମ୍ ସେ କମ୍ ମାନେ ତାଙ୍କ ପ୍ରତି ଖର୍ଚ୍ଚ କର। ଆଉ ବାପା ମା' କହିଥିଲେ କ'ଣ, ଟଙ୍କାଟେ ପିଲା କାହାର ପଇସା ତୁ ଯଦି ନିଜର କରିନେବୁ